Let us turn to the Word of God ଆଉ again ଥରେ ପ୍ରଭୁଙ୍କ ବାକ୍ୟକୁ ଦେଖିବା at the book of Acts. ପ୍ରେରିତ ପୁସ୍ତକ In the 4th chapter, 4 ଅଧ୍ୟାୟରେ this morning we saw the 5th chapter. ଆଜି ସକାଳେ ଆମେ 5 ଅଧ୍ୟାୟ ଦେଖିଲୁ। I do not know how many of you examined your hearts, ମୁଁ ଜାଣିନି ତୁମମାନଙ୍କ ମଧ୍ୟରୁ କେତେ ଜଣ ନିଜର ହୃଦୟକୁ ପରୀକ୍ଷା କରିଅଛ, confessed all your lies. ନିଜର ସମସ୍ତ ମିଥ୍ୟା ଗୁଡ଼ିକ ସ୍ୱୀକାର କରିଅଛ। I have seen people who tried to speak lies to me suddenly falling ମୁଁ down. ଏପରି ଲୋକମାନଙ୍କୁ ଦେଖିଅଛି ଯେଉଁମାନେ ମୋତେ ମିଛ କହିବାକୁ ଚେଷ୍ଟା କରିଥିଲେ ଆଉ ସେମାନେ ହଠାତ୍ କରି ଖସି ପଡ଼ିଲେ। I don't like to see anybody କେହି die. ମୃତ୍ୟୁବରଣ କରନ୍ତୁ ବୋଲି ମୁଁ ତାହାକୁ ଦେଖିବାକୁ ପସନ୍ଦ କରେ But ନାହିଁ, କିନ୍ତୁ where the Holy Spirit is working, ଯେଉଁଠାରେ ପବିତ୍ର ଆତ୍ମା କାର୍ଯ୍ୟ କରୁଛନ୍ତି that is not the place to play. ସେଠାରେ ଖେଳିବାର ସ୍ଥାନ ନୁହେଁ। We think we can talk lies to anybody. ଆମେ ଭାବୁ ଆମେ କାହାକୁ ବି ମିଛ କହିପାରିବୁ, Lies to anybody. କାହାକୁ ବି ମିଛ କହିପାରିବୁ, But କିନ୍ତୁ when you're in the presence of God, ଯେତେବେଳେ ତୁମେ ପ୍ରଭୁଙ୍କର ଉପସ୍ଥିତିରେ ଅଛ, you must speak the truth in your heart. ତୁମେ ନିଜ ହୃଦୟରେ ସତ୍ୟ କହିବା ଉଚିତ। Now in the 4th chapter, ଏବେ 4 ଅଧ୍ୟାୟରେ Peter and John, who had been in prison, ପିତର ଓ ଯୋହନ ଯିଏ କାରାଗାରରେ ଥିଲେ, they were put before the Sanhedrin, the council. ସେମାନଙ୍କୁ ସେ ଜିହୁଦୀ ମହାସଭାରେ ତାଙ୍କୁ ରଖାଗଲା। 7th verse. 7 ପଦ। When they had set them in the midst, ସେମାନଙ୍କୁ they asked, ମଧ୍ୟସ୍ଥାନରେ ଠିଆ by କରାଇ what power or by what name have you done this? ସେମାନେ ପ୍ରେରିତମାନଙ୍କୁ ମଧ୍ୟସ୍ଥାନରେ ଠିଆ କରାଇ ପଚାରିବାକୁ ଲାଗିଲେ, କି ଶକ୍ତିରେ ବା କେଉଁ ନାମରେ ତୁମେମାନେ ଏହା କରିଅଛ? Do you see if there is any big thing or any startling event? That is the question which is କ'ଣ asked. ତୁମେ ଏପରି ଦେଖୁଅଛ କି ଏପରି ସେଇ ବିଷୟ ଗୁଡ଼ିକ ଯାହା ତାଙ୍କୁ ପ୍ରଶ୍ନ କରାଗଲା? Who is କିଏ responsible? ସେଥିରେ ଦାୟିତ୍ୱବାନ ଅଟେ? What name? କୋଉ ନାମ? What is the name of this organization? ଆଉ ଏହି ଯୋଉ ସଂଘର ନାମ କ'ଣ? By what name have you done this? କୋଉ ନାମ ଦ୍ୱାରା ତୁମେ ଏହା କରିଅଛ? My dear friends, ମୋର ପ୍ରିୟ ବନ୍ଧୁମାନେ, you know by what name these meetings in Stewartpuram have continued from the time I was a young man. ମୋର ଯୁବା ବେଳୁ ଏହି ଷ୍ଟୁଆର୍ଟପୁରମରେ ଏହି ଯୋଉ ସଭାଗୁଡ଼ିକ କୋଉ ନାମରେ ହେଉଅଛି ତୁମେ ତାହା ଜାଣିଅଛ? That whole one name, the only name given amongst men whereby we must be saved, the name of Jesus. ସେହି ନାମ କେବଳ ଗୋଟିଏ ନାମ, ଯେଉଁ ନାମ ଦ୍ୱାରା ସାରା ମନୁଷ୍ୟ ସମାଜ ଉଦ୍ଧାର ପାଇବ, ସେହି ନାମ ହେଉଛି ଯୀଶୁ। It is only by His name. କେବଳ ତାଙ୍କର ନାମ ଦ୍ୱାରା। Don't talk about my name. ମୋ ନାମ ବିଷୟରେ କୁହ ନାହିଁ। Mine is a disappearing name. ଆଉ ମୋର ନାମ ତାହା ଲିଭି ଯାଉଥିବା ନାମ ଅଟେ, But କିନ୍ତୁ the name of Jesus, ଯୀଶୁଙ୍କର ନାମ you know, in many parts of India, just like in Stewartpuram, ଷ୍ଟୁଆର୍ଟପୁରମ୍ ଭଳି ଭାରତରେ ଅନେକ ସ୍ଥାନରେ the devil seems to possess geographical areas. ଆଉ ଶୈତାନ ସେଇ ସାମାଜିକ ସ୍ଥାନ ଗୁଡ଼ିକ ତାହାକୁ ଧରି ନେଇଥାଏ।
which suffered that terrible earthquake. ଯାହା ଭୟଙ୍କର ଭୂମିକମ୍ପ ଦ୍ୱାରା ଆକ୍ରାନ୍ତ ହୋଇଥିଲା। They were planning much evil against ଆଉ Christians. ସେମାନେ ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ ବହୁତ ମନ୍ଦ ଯୋଜନା କରିଥିଲେ। At that time, ସେଇ the ସମୟରେ earthquake ସେଇ came. ଭୂମିକମ୍ପ ଆସିଲା। Now we should never rejoice in the death of anyone. କାହାର ବି ମୃତ୍ୟୁରେ ଆମେ କେବେ ବି ଆନନ୍ଦିତ ହେବା ଉଚିତ ନୁହେଁ। Every soul is precious. ପ୍ରତ୍ୟେକ ଆତ୍ମା ମୂଲ୍ୟବାନ But- ଅଟେ, କିନ୍ତୁ They hated me without a cause is everywhere to be seen. ଆଉ ସେମାନେ ମୋତେ ଯୋଉ ବିନା କାରଣରେ ଘୃଣା କରନ୍ତି ତାହା ସବୁଆଡ଼େ ଦେଖାଯାଏ। Everywhere. ସବୁଆଡ଼େ You go and ask people, why do you hate the Lord Jesus? ଆଉ ତୁମେ ଯଦି ଯାଇ ଲୋକମାନଙ୍କୁ ପଚାରିବ ତୁମେ ଯୀଶୁଙ୍କୁ କାହିଁକି ଘୃଣା କର, They don't know why they ସେମାନେ hate. କାହିଁକି ଘୃଣା କରନ୍ତି ତାହା ଜାଣନ୍ତି If ନାହିଁ। they can't think of any reason, ଯଦି କୌଣସି ବି କାରଣ ବିଷୟରେ ଭାବି ପାରିବେ ନାହିଁ, they will say he belongs to America. ସେମାନେ କହିବେ ସିଏ ଆମେରିକାର ଅଟନ୍ତି। My dear friend, ମୋର ପ୍ରିୟ ବନ୍ଧୁମାନେ, do you know that America came into being only in a 1770s, about that time? କ'ଣ ତୁମେ ଜାଣିଅଛ କି ଆମେରିକା ସେଇ 1700 ସେଇ ବର୍ଷରେ ସେଇ ସମୟରେ ତାହା ଆସିଲା? Many of you don't know ତୁମମାନଙ୍କ ମଧ୍ୟରୁ ଅନେକ ଜଣ ତାହା that the ଜାଣିନାହଁ American nation is very young. ଯେ ଆମେରିକା ଦେଶଟି ତାହା ବହୁତ ଅଳ୍ପ ଦିନର ଅଟେ। People did not even know that America existed. ଆଉ ଲୋକମାନେ ଏହା ମଧ୍ୟ ଜାଣିନଥିଲେ ଯେ ଆମେରିକା ଅଛି ବୋଲି। And those that went to America in the beginning ଯେଉଁମାନେ ଆରମ୍ଭରେ ଆମେରିକାକୁ ଯାଇଥିଲେ were called the Pilgrim ଆଉ Fathers ସେମାନଙ୍କୁ ସେଇ ତୀର୍ଥଯାତ୍ରୀ ବୋଲି କୁହାଯାଏ, because କାରଣ they did not have freedom to worship God in England. କାରଣ ଇଂଲଣ୍ଡରେ ତାଙ୍କୁ ଆରାଧନା କରିବାର ସ୍ୱାଧୀନତା ନଥିଲା। They went to America. ସେମାନେ ଆମେରିକାକୁ ଗଲେ, But କିନ୍ତୁ in the first winter in America, ଆମେରିକାର ସେଇ ପ୍ରଥମ ଶୀତ ଋତୁରେ nearly half of them died. ପାଖାପାଖି ଅଧା ଜଣଙ୍କର ମୃତ୍ୟୁ ହୋଇଗଲା। Very severe weather. ଆଉ ବହୁତ ଭୟଙ୍କର ପାଗ, -20, -30. -20 ବା -30 ସେଇ ପ୍ରକାରର। Our retreat, one retreat took place in -50 or -40. ଆମର ଗୋଟିଏ ସେଠାରେ ସଭା ଯୋଉ ପାଖାପାଖି -50 -40ରେ ତାହା ହୋଇଥିଲା। Everything turned into ice. ଆଉ ସବୁ କିଛି ବରଫ ପାଲଟି ଯାଉଥିଲା। Even petrol in the car tank ଏପରିକି and the diesel in the truck tank ଆଉ କାର ଟ୍ୟାଙ୍କରେ ପେଟ୍ରୋଲ ହଉ ଅବା turned into ଟ୍ରକରେ ଡିଜେଲ ହଉ ତାହା ପଥର ପାଲଟି ଯାଉଥିଲା। like no. It becomes like jello, solidified, ଆଉ ତାହା ଏପରି ଭାବରେ ତାହା and the car will not ତାହା run. କଠିନ ପଦାର୍ଥ ହେଇଯାଉଥିଲା ଆଉ କାର ଚାଲୁ ନଥିଲା। The cold is such, in 15 minutes if you stand outside, you will get frozen, you will ଏତେ die. ଥଣ୍ଡା ଥିଲା ଯେ ଯଦି 15 ମିନିଟ ତୁମେ ବାହାରେ ଛିଡ଼ା ହବ ତୁମେ ବରଫ ପାଲଟି ଯିବ ଆଉ ମରିଯିବ। So in such a country, ସେଇ ପ୍ରକାର ଦେଶରେ they worked very ସେମାନେ hard. ବହୁତ କଠିନ ପରିଶ୍ରମ କଲେ। In the beginning, there were righteous laws. ଆରମ୍ଭରେ ସେଇ ଧାର୍ମିକ ନିୟମ ଗୁଡ଼ିକ ଥିଲା। They didn't have money, ତାଙ୍କର ଟଙ୍କା ନଥିଲା, but they worked very କିନ୍ତୁ hard. ସେମାନେ ବହୁତ କଠିନ ପରିଶ୍ରମ କଲେ। They cut the logs in the forest
built little huts. ଆଉ ସେମାନେ ଜଙ୍ଗଲରେ କାଠ ଗୁଡ଼ିକ କାଟି ଛୋଟ ଛୋଟ ଘର ତିଆରି କଲେ। But କିନ୍ତୁ today, ଆଜି America, of course, has all kinds of ଆମେରିକାରେ people. ନିହାତି ଭାବରେ ସବୁ ପ୍ରକାରର ଲୋକ ଅଛନ୍ତି। So, ତେଣୁ you can't say Jesus Christ is an American God. ତୁମେ କହିପାରିବ ନାହିଁ ଯେ ଯୀଶୁ ଖ୍ରୀଷ୍ଟ ଆମେରିକାର ପ୍ରଭୁ ଅଟନ୍ତି। Not at all. ନାହିଁ ଜମା ବି ନୁହେଁ। It is only an ignorant person who does not know history that will say such a thing. ତାହା ଜଣେ ଜ୍ଞାନହୀନ ବ୍ୟକ୍ତି କହିବ ଯେ ଇତିହାସ ଜାଣି ନାହିଁ। One single nation, great because they had the Bible and preached the word of God. ସେହି ଗୋଟିଏ ଦେଶ ଥିଲା ଯାହାକି ମହାନ ଥିଲା କାରଣ ତାଙ୍କ ପାଖରେ ବାଇବେଲ ଥିଲା ଆଉ ସେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରୁଥିଲେ। But କିନ୍ତୁ when they have turned away from the word of ଯେତେବେଳେ God, ସେମାନେ ପ୍ରଭୁଙ୍କ ବାକ୍ୟ ଠାରୁ ମୁହଁ ମୋଡ଼ିଦେଲେ they will die. They will perish. ସେମାନେ ବିନଷ୍ଟ ହେବେ। My dear friends, ମୋର ପ୍ରିୟ ବନ୍ଧୁମାନେ, is there any number, is there any count of the babies that were killed in India in the last year? ଗତ ବର୍ଷ ଭାରତରେ ଯେତିକି ଶିଶୁମାନଙ୍କୁ ହତ୍ୟା କରାଯାଇଛି ତାର ଗଣନା ଅଛି କି? How many lakhs? କେତେ ଲକ୍ଷ ଲକ୍ଷ, How many କେତେ crores? କୋଟି କୋଟି, I don't know. ମୁଁ ଜାଣି ନାହିଁ। But କିନ୍ତୁ today, if you go and sit in an auto rickshaw ଆଜି ଯଦି ତୁମେ ଯାଇ ଗୋଟେ ଅଟୋ ରିକ୍ସାରେ ବସିବ and say, take me to the doctor who will conduct abortion, ତାଙ୍କୁ କହିବ ଆଜି ମୋତେ ସେଇ ଡାକ୍ତରଙ୍କ ନିକଟକୁ ନିଅ ଯିଏ ଗର୍ଭପାତ କରାଇଦବ, the auto rickshaw man will take you ସେ directly. ଅଟୋ ରିକ୍ସା ଲୋକଟି ସେ ସିଧା ତୁମକୁ ନେଇଯିବ। So, ତେଣୁ some କିଛି doctors ଡାକ୍ତର ମାନେ are earning their money by this kind of murder. ଏହି ପ୍ରକାରର ହତ୍ୟା ଦ୍ୱାରା ସେମାନେ ଟଙ୍କା କମାଉଛନ୍ତି। Listen, friends, ଶୁଣନ୍ତୁ ବନ୍ଧୁମାନେ, by what name do you do this? କୋଉ ନାମରେ ତୁମେ ଏହା କରୁଅଛ? This lame man is walking and ଏହି leaping. ଖଞ୍ଜ ବ୍ୟକ୍ତି ଜଣକ ସିଏ ଚାଲୁଅଛି, ଡେଉଁଅଛି, By what name? କୋଉ ନାମରେ? Who gave you this power? ଏହି ଶକ୍ତି ତୁମକୁ କିଏ ଦେଲା? You know, friends, ଜାଣନ୍ତି କି ବନ୍ଧୁମାନେ, we should never be ashamed to tell why and how we received this power. ଏହି ଶକ୍ତି ଆମେ କିପରି ପାଇଲୁ ଆମେ ସେଥି ନିମନ୍ତେ କେବେ ବି ଲଜ୍ଜିତ ହେବା ଉଚିତ ନୁହେଁ। Peter ପିତର replied boldly to this council. ସିଏ ଦୃଢ଼ ଭାବରେ ଏହା ଉତ୍ତର ଦେଲେ। ଏହି ମହାସଭାରେ What did he answer? ସିଏ କ'ଣ ଉତ୍ତର ଦେଲେ? 8th verse. 8 ପଦ, Peter, filled with the Holy Ghost, ପିତର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ said unto them, ସେମାନଙ୍କୁ କହିଲେ, Ye rulers of the ହେ people ଲୋକମାନଙ୍କର ଅଧ୍ୟକ୍ଷ and elders of Israel, ଓ ଇସ୍ରାଏଲର ପ୍ରାଚୀନ ମାନେ, if we this day be examined of the good deed done to the impotent man, ଆଜି ଯଦି ଜଣେ ରୋଗୀ ପ୍ରତି କରାଯାଇଥିବା ଉତ୍ତମ କାର୍ଯ୍ୟ ବିଷୟରେ ଆମ୍ଭମାନଙ୍କୁ ପଚରାଯାଏ by what means he is made ଯେ whole, ଏହି ଲୋକ କି ଉପାୟରେ ସୁସ୍ଥ ହୋଇଅଛି, be it known unto you all, ତାହେଲେ ଆପଣମାନେ ସମସ୍ତେ ଜ୍ଞାତ ହୁଅନ୍ତୁ and to the people, all the people of Israel. Be it known unto you all ସମସ୍ତେ ଏହା ଜ୍ଞାତ ହେଉନ୍ତୁ that by the name of Jesus Christ of ଯେଉଁ Nazareth, ନାଜରୀୟ ଯୀଶୁ ଖ୍ରୀଷ୍ଟଙ୍କୁ ନାମରେ whom you crucified, ଆପଣମାନେ ଯାହାଙ୍କୁ କ୍ରୁଶରେ ବଧ କରିଅଛନ୍ତି, whom God raised from the dead, ଯାହାଙ୍କୁ ଈଶ୍ୱର ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି, even by him
does this man stand here ତାହାଙ୍କ ଦ୍ୱାରା before you whole. ତାହାଙ୍କ ଦ୍ୱାରା ଏହି ଲୋକଟି ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ Do you ହୋଇଅଛି। see this? ଏହା ଆପଣ ଦେଖୁଅଛନ୍ତି କି By what name, by what power? କେଉଁ ନାମରେ କେଉଁ ଶକ୍ତିରେ? That is what people ask. ତାହା ହିଁ ଲୋକମାନେ ପଚାରନ୍ତି। How was this built? ଏହା କିପରି ଗଠନ ହେଲା? Who did this work? ଏହି କାର୍ଯ୍ୟ କିଏ କଲା? Please don't give any human ତୁମେ name. ଦୟାକରି କୌଣସି ମନୁଷ୍ୟର ନାମ ଦିଅ Tell ନାହିଁ। them. ତାଙ୍କୁ କୁହ It is Jesus. ଏହା ଯୀଶୁ। Now Peter says, ଏବେ ପିତର କହିଲେ Jesus whom you ଯେଉଁ crucified, ଖ୍ରୀଷ୍ଟଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, whom God raised from the dead. ଯାହାଙ୍କୁ ଈଶ୍ୱର ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି। This is the stone which you set at ଆଉ naught. ଇଏ ସେହି ପ୍ରସ୍ତର ଯାହାଙ୍କୁ ତୁମେ ଅବଜ୍ଞାତ ହୋଇଥିଲ, It has become the head of the corner. ଯାହା କୋଣର ପ୍ରଧାନ ପ୍ରସ୍ତର ହେଲା। Neither is there salvation in any other, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ। for there is none other name under heaven given among men whereby we must be କାରଣ saved. ଯାହାଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। My dear friends, ମୋର ପ୍ରିୟ ବନ୍ଧୁମାନେ, no other name. ଆଉ କୌଣସି ନାମ ନାହିଁ। You know, when we are born into a particular religious group or tradition, ଯେତେବେଳେ ଆମେ ଗୋଟିଏ ଧର୍ମରେ ସେ ଧାର୍ମିକ ରୀତିନୀତିରେ ଜନ୍ମ ହୋଇଥାଉ, the work of God ପ୍ରଭୁଙ୍କର କାର୍ଯ୍ୟ is to open our ତାହା hearts. ଆମର ହୃଦୟକୁ ଖୋଲିବା ପାଇଁ। The work of God ପ୍ରଭୁଙ୍କର କାର୍ଯ୍ୟ is not to shut our ତାହା eyes. ଆମର ଚକ୍ଷୁକୁ ବନ୍ଦ କରିବା ପାଇଁ ନୁହେଁ। That's not the work of ତାହା God. ପ୍ରଭୁଙ୍କର କାର୍ଯ୍ୟ ନୁହେଁ। When you go to the living ଯେତେବେଳେ God, ତୁମେ ଜୀବନ୍ତ ପ୍ରଭୁଙ୍କ ନିକଟକୁ your ଯାଅ, heart is open. ତୁମର ହୃଦୟ ଖୋଲା ହୋଇଥାଏ। You may hate Jesus with ତୁମେ all ନିଜର your heart. ସମ୍ପୂର୍ଣ୍ଣ ହୃଦୟରେ ଯୀଶୁଙ୍କୁ ଘୃଣା କରୁଥାଇପାର, But କିନ୍ତୁ When God touches ଯେତେବେଳେ you, ପ୍ରଭୁ ତୁମକୁ ଛୁଅନ୍ତି, your heart is ତୁମର open. ହୃଦୟ ଖୋଲି ଯାଇଥାଏ। And what do you ଆଉ say? ତୁମେ କ'ଣ କୁହ? What has Jesus done against ଯୀଶୁ me? ମୋ ବିରୁଦ୍ଧରେ କ'ଣ କରିଛନ୍ତି? He died for ସିଏ me. ମୋ ନିମନ୍ତେ ମୃତ୍ୟୁବରଣ He shed his କରିଛନ୍ତି। blood for ସେ ମୋ me. ନିମନ୍ତେ ରକ୍ତ ବୁହାଇଛନ୍ତି। He healed the sick, He ଆଉ raised ସିଏ the dead. ମୃତକୁ ଉଠାଇ ଅଛନ୍ତି, ଅସୁସ୍ଥକୁ And His ସୁସ୍ଥ works are କରିଛନ୍ତି। even seen today. ତାଙ୍କର କାର୍ଯ୍ୟ ଆଜି ମଧ୍ୟ ଦେଖାଯାଉଅଛି। Some years ago, କିଛି ବର୍ଷ ପୂର୍ବେ one of our evangelists, ଆମର ଜଣେ ପ୍ରଚାରକ, when my father was still alive, ଯେତେବେଳେ ମୋର ବାପା ଜୀବିତ ଥିଲେ, he became very sick. ସେ ବହୁତ ଅସୁସ୍ଥ ହୋଇଗଲେ। And we got a very bad report in Madras about his sickness. ମାଡ୍ରାସରେ ତାଙ୍କର ଅସୁସ୍ଥତା ବିଷୟରେ ଆମେ ବହୁତ ହି ଖରାପ ରିପୋର୍ଟ ପାଇଲୁ। That he was actually smelling like a dead body. ଆଉ ଏପରି ଥିଲା ଯେ ସେ ଏକ ମୃତ ବ୍ୟକ୍ତି ଭଳି ଗନ୍ଧ ହେଉଥିଲେ। Then my father said ତାପରେ ମୋର ବାପା କହିଲେ to brother John, ଭାଇ ଜନ୍କୁ, you go and fast and pray ତୁମେ ଯାଇ ଉପବାସ କରି ପ୍ରାର୍ଥନା କର and cast out whatever spirit is oppressing that man. ଆଉ ଯେ କୌଣସି ବି ଆତ୍ମା ସେହି ବ୍ୟକ୍ତିକୁ ଚାପ କରି ରଖିଅଛି। So ତେଣୁ when brother John went there, ଯେତେବେଳେ ଭାଇ ଜନ୍ ସେଠାକୁ ଗଲେ, and my father was praying for this terrible situation, ଆଉ ମୋର ବାପା ଏହି ଭୟଙ୍କର ପରିସ୍ଥିତି ନିମନ୍ତେ ପ୍ରାର୍ଥନା କରୁଥିଲେ, that man rose ଆଉ again. ସେହି ବ୍ୟକ୍ତି ଜଣକ ପୁଣି ଥରେ ଉଠିଲେ। A man who was stinking like a dead body. ସେହି ବ୍ୟକ୍ତି ଯିଏ ଏକ ମୃତ ବ୍ୟକ୍ତି ଭଳି ଦୁର୍ଗନ୍ଧ ହେଉଥିଲେ। My dear friend, ମୋର ପ୍ରିୟ ବନ୍ଧୁମାନେ, sometimes people are not grateful. ବେଳେ ବେଳେ ଲୋକମାନେ କୃତଜ୍ଞ ନଥାନ୍ତି। A man who was raised from that condition should have been
full of gratitude. ଜଣେ ବ୍ୟକ୍ତି ଯିଏ ସେପରି ସ୍ଥିତିରୁ ଉଠି ଅଛି ସିଏ କୃତଜ୍ଞତାରେ ପୂର୍ଣ୍ଣ ହେବା ଉଚିତ। But I did not see that. କିନ୍ତୁ ମୁଁ ତାହା ଦେଖିଲି ନାହିଁ। See, I was raised from the dead, or when I was nearly dying, ମୁଁ ପାଖାପାଖି ଯେତେବେଳେ ମୃତ୍ୟୁର ନିକଟବର୍ତ୍ତୀ ଥିଲି ମୁଁ ସେଥିରୁ ଉଠିଲି। my son John, who preached to you yesterday, ମୋର ପୁଅ ଜନ୍ ଯିଏ ଗତକାଲି ପ୍ରଚାର କରିଥିଲା he came and prayed for me first. ଆଉ ସିଏ ଆସି ପ୍ରଥମେ ମୋ ପାଇଁ ପ୍ରାର୍ଥନା କଲା। When I had a massive heart attack. ଯେତେବେଳେ ମୋର ଏକ ବହୁତ ବଡ଼ ହୃଦଘାତ ହୋଇଥିଲା। That is 16 years ago. 16 ବର୍ଷ ପୂର୍ବରୁ ତାହା ଥିଲା। And I am grateful to ମୁଁ God ପ୍ରଭୁଙ୍କ ପ୍ରତି କୃତଜ୍ଞ ଅଟେ that ଯେ all of you prayed for ତୁମେମାନେ me, ସମସ୍ତେ ମୋ ପାଇଁ ପ୍ରାର୍ଥନା କରିଅଛ। and God gave me a second chance ପ୍ରଭୁ ମୋତେ ଏକ ଦ୍ୱିତୀୟ ସୁଯୋଗ ଦେଲେ that I can labor like this from place to place, state to state, country to country. ଯେପରି ମୁଁ ସ୍ଥାନରୁ ସ୍ଥାନ ରାଜ୍ୟରୁ ରାଜ୍ୟ ଦେଶରୁ ଦେଶ ମୁଁ ଏପରି ସେବା କରିପାରିବି। Young people cannot keep my pace. ଯୁବା ଲୋକମାନେ ମୋର ଗତିରେ ସେମାନେ ଚାଲିପାରନ୍ତି They will ନାହିଁ। become sick. ସେମାନେ ଅସୁସ୍ଥ ହୋଇଯାଆନ୍ତି। But how grateful I should ମୁଁ be କେତେ କୃତଜ୍ଞ ରହିବା ଉଚିତ for the name of Jesus, ଯୀଶୁଙ୍କ ନାମ ନିମନ୍ତେ that Jesus touched ଯେ me ଯୀଶୁ ମୋତେ ଛୁଇଁଲେ। when I was a boy of 15 years. ଯେତେବେଳେ ମୁଁ 15 ବର୍ଷର ପୁଅ ଥିଲି। Then again touched me when I was dying at the age of 60. ଯେତେବେଳେ 60 ବର୍ଷ ବୟସରେ ମୁଁ ମୃତ୍ୟୁବରଣ କରିବାକୁ ଯାଉଥିଲି। How grateful I ମୁଁ should be. କେତେ କୃତଜ୍ଞ ରହିବା ଉଚିତ। Many of you have seen God's ତୁମମାନଙ୍କ works, ମଧ୍ୟରୁ ଅନେକ ଜଣ ପ୍ରଭୁଙ୍କ କାର୍ଯ୍ୟ ଦେଖିଅଛ। and I don't know if you're giving God all the glory. ମୁଁ ଜାଣିନି ତୁମେ ପ୍ରଭୁଙ୍କୁ ସମ୍ପୂର୍ଣ୍ଣ ମହିମା ଦଉଛ କି ନାହିଁ। But here is Peter, କିନ୍ତୁ ଏଠାରେ ପିତର and the council is there to judge him. ଆଉ ସେଇ ମହାସଭା ସମସ୍ତେ ତାଙ୍କର ବିଚାର କରିବାକୁ ଥିଲେ। But କିନ୍ତୁ he is filled with a holy ଆଉ boldness. ସିଏ ସେଇ ଯୋଉ ପବିତ୍ର ସାହସରେ ସେ ପୂର୍ଣ୍ଣ ଥିଲେ। And he spoke to them and said, ସେ ସେମାନଙ୍କୁ କହିଲେ You have crucified him. ତୁମେ ତାଙ୍କୁ କ୍ରୁଶବିଦ୍ଧ କରିଅଛ। By the name of Jesus. ଯୀଶୁ ଖ୍ରୀଷ୍ଟଙ୍କ ନାମରେ। 10th verse. 10 ପଦ Whom you crucified. ଯାହାଙ୍କୁ ଆପଣମାନେ କ୍ରୁଶରେ ବଧ You କରିଅଛନ୍ତି। are the murderer. ଆପଣମାନେ ହତ୍ୟାକାରୀ ଅଟନ୍ତି। You crucified ଆପଣମାନେ him. ତାଙ୍କୁ କ୍ରୁଶରେ ବଧ Him କରିଅଛନ୍ତି। as God raised from the dead. ଯାହାଙ୍କୁ ଈଶ୍ୱର ମୃତମାନଙ୍କ ମଧ୍ୟରୁ ଉଠାଇ My ଅଛନ୍ତି। dear people, ମୋର ପ୍ରିୟ ଲୋକମାନେ if anybody asks ଯଦି us, ଆମକୁ କେହି how ପଚାରନ୍ତି do you live like ତୁମେ this? କିପରି ଏଭଳି ବଞ୍ଚି ପାରୁଛ How do you have this peace? ଆଉ ଏହି ଶାନ୍ତି ତୁମ ପାଖରେ କିପରି How do ଅଛି you have this victory over sin? ତୁମର ପାପ ଉପରେ ଏପରି ବିଜୟ କିପରି ରହିପାରୁଛି You must be able to say plainly, it is because of Jesus. ତୁମେ ଏହା ସିଧାସଳଖ କହିପାରିବା ଉଚିତ ତାହା ଯୀଶୁଖ୍ରୀଷ୍ଟଙ୍କ ସକାଶୁ। My dear people, ମୋର ପ୍ରିୟ ଲୋକମାନେ let us be of one ଆମେ heart. ଯେପରି ଗୋଟିଏ ହୃଦୟରେ We ରହିପାରିବା worship one ଆମେ Savior. ଜଣେ ଉଦ୍ଧାରକର୍ତ୍ତାଙ୍କୁ We want to be full of His ଆମେ power. ତାଙ୍କର ଶକ୍ତିରେ ପୂର୍ଣ୍ଣ ହେବା ପାଇଁ We ଚାହୁଁଛୁ want Him to manifest His mighty hand. ତାଙ୍କର ମହାନ ହସ୍ତଙ୍କୁ ସିଏ ଦର୍ଶାନ୍ତୁ ବୋଲି ଆମେ ଚାହୁଁଅଛୁ। When we pray like that, ଯେତେବେଳେ ଆମେ ସେଭଳି ପ୍ରାର୍ଥନା What will କରିବା God do? ପ୍ରଭୁ କଣ କରିବେ He will shake this country. ସିଏ ଏହି ଦେଶକୁ ଦୋହଲାଇ ଦେବେ। But କିନ୍ତୁ will you pray like କଣ ତୁମେ that? ସେପରି ପ୍ରାର୍ଥନା କରିବ Will you କି pray like this early church? କଣ ତୁମେ ସେଇ ପ୍ରାରମ୍ଭିକ ମଣ୍ଡଳୀ ଭଳି ପ୍ରାର୍ଥନା କରିବ କି Oh God, ହେ ପ୍ରଭୁ
Look at their threatening ଦେଖନ୍ତୁ ସେମାନେ କିପରି against your holy child ଆପଣଙ୍କର Jesus. ସେଇ ପବିତ୍ର ସନ୍ତାନ ଯୀଶୁଙ୍କ Now ବିରୁଦ୍ଧରେ stretch forth your ନିଜର hand. ହସ୍ତ ଏବେ ହିଁ ଆପଣ ମେଲାନ୍ତୁ Prove ଆପଣ yourself. ନିଜକୁ ପ୍ରମାଣ କରନ୍ତୁ Yes, ହଁ that's what we have to ତାହା do. ହିଁ ଆମକୁ କରିବାର ଅଛି Oh, living God. ହେ ଜୀବନ୍ତ ପ୍ରଭୁ Prove ନିଜକୁ yourself. ପ୍ରମାଣ କରନ୍ତୁ Stretch forth your hand on me. ନିଜର ହସ୍ତ ମୋ ଉପରେ ଆପଣ And ମେଲାନ୍ତୁ God will do it. ପ୍ରଭୁ ତାହା କରିବେ The very place was ସେଇ shaken. ସ୍ଥାନଟି ତାହା ଥରହର ହେଲା But in our condition, କିନ୍ତୁ situation, ଆମର ପରିସ୍ଥିତିରେ the whole country must be ସାରା shaken. ଦେଶ ତାହା ଥରହର ହୋଇଯିବା Let ଉଚିତ us pray. ଆମେ ପ୍ରାର୍ଥନା କରିବା Let us ଆମେ pray. ପ୍ରାର୍ଥନା କରିବା Those who want to pray can stand and ଯେଉଁମାନେ pray. ପ୍ରାର୍ଥନା କରିବାକୁ ଚାହୁଁଛନ୍ତି ଛିଡା ହୋଇ ପ୍ରାର୍ଥନା Tell କରିପାରିବେ God. ପ୍ରଭୁଙ୍କୁ କୁହନ୍ତୁ Oh ହେ God, ପ୍ରଭୁ it is time for you to ଏହା work. ଆପଣଙ୍କର କାର୍ଯ୍ୟ ନିମନ୍ତେ ସମୟ ଅଟେ It is time for you to prove ଆପଣଙ୍କୁ yourself. ପ୍ରମାଣ କରିବାର ଏହା ସମୟ It is ଅଟେ time for you to stretch forth your ଆପଣଙ୍କର hand. ହସ୍ତ ମେଲାଇବାର ଏହା ସମୟ ଅଟେ Speak to me, ମୋ Lord. ସହ କଥା ହୁଅନ୍ତୁ ପ୍ରଭୁ Do your great works, Lord. ଆପଣଙ୍କର ମହାନ କାର୍ଯ୍ୟ କରନ୍ତୁ Change my village, ମୋର Lord. ଗ୍ରାମକୁ ଆପଣ ପରିବର୍ତ୍ତନ କରନ୍ତୁ Transform men and women, ପୁରୁଷ ଓ Lord. ସ୍ତ୍ରୀ ମାନଙ୍କୁ ଆପଣ ପରିବର୍ତ୍ତନ Deliver କରନ୍ତୁ me from all my lies and ମୋର deceit. ସମସ୍ତ ମିଥ୍ୟା ଆଉ ଧୋକାନ୍ୱିତ ସ୍ୱଭାବରୁ Come to me now. ଏବେ ହିଁ ମୋ ନିକଟକୁ ଆସନ୍ତୁ This very place must be ଏହି shaken. ସ୍ଥାନଟି ହିଁ ଯେପରି ଧରହର The ହୋଇଯିବା whole ଉଚିତ country must be ସାରା shaken. ଦେଶ ଯେପରି ଧରହର ହୋଇଯିବା Oh, ଉଚିତ living ହେ God. ଜୀବନ୍ତ ପ୍ରଭୁ It is time for you ଏହା to work. ଆପଣଙ୍କର କାର୍ଯ୍ୟ କରିବାର ସମୟ It ଅଟେ is time for you to ଏହା move. ଆପଣଙ୍କୁ ଚଳନ କରିବାର ସମୟ ଅଟେ It is time for you to touch me. ଏହା ମୋତେ ଆପଣ ଛୁଇଁବାର ସମୟ Pray in ଅଟେ your prayer now. ଏବେ ହିଁ ପ୍ରାର୍ଥନା କର